ଅଲ୍ ପୁରାଣ ଷ୍ଟୋରି ଜାଣିବା କଥା। ଋତୁମତୀ ସ୍ତ୍ରୀ କ'ଣ କଲେ କ'ଣ ହୁଏ? ଋତୁମତୀ ସ୍ତ୍ରୀ ପ୍ରଥମ ଦିନ ଚଣ୍ଡାଳୁଣୀ, ଦ୍ୱିତୀୟ ଦିନ ରଜକୀ, ତୃତୀୟ ଦିନ ବ୍ରହ୍ମଘାତକୀ, ଚତୁର୍ଥ ଦିନ ପିଶାଚୀ, ପଞ୍ଚମ ଦିନ ଅସ୍ପୃଶ୍ୟା, ଷଷ୍ଠ ଦିନ ଯୋଗିନୀ ଓ ସପ୍ତମ ଦିବସରେ ଶୁଦ୍ଧବତୀ ହୋଇଥାଏ। ଋତୁମତୀ ସ୍ତ୍ରୀ ଏହି ସମୟରେ ଆମିଷ ଭୋଜନ କରିବେ ନାହିଁ। ସଂକ୍ରାନ୍ତି, ପୂର୍ଣ୍ଣିମା, ଅମାବାସ୍ୟା, ଗୁରୁବାର, ଏକାଦଶୀ ଓ ଚତୁର୍ଦ୍ଦଶୀ ତିଥିରେ ଯଦି ଋତୁମତୀ ହୋଇଥାଏ ତେବେ ନାରୀ ପୁରୁଷ ମିଳନ ହେବ ନାହିଁ, ହେଲେ ବିକଳାଙ୍ଗ ସନ୍ତାନ ଜନ୍ମ ନିଏ।